ସାଙ୍ଗମାନେ ଆଜି ଆପଣମାନେ ଯାହା ଶୁଣିବା ପାଇଁ ଯାଉଛନ୍ତି ତାହା କେବଳ ଗୋଟିଏ ଜ୍ଞାନ ନୁହେଁ ବା କେବଳ ଭବିଷ୍ୟବାଣୀ ମଧ୍ୟ ନୁହେଁ। ଏହା ସେହି ସତ୍ୟ ଅଟେ ଯାହାକୁ ମନୁଷ୍ୟ ନିଜ ଜନ୍ମରୁ ନିଜ ଭିତରେ ଲୁଚେଇ ରଖିଥାଏ। ଏହି ସତ୍ୟ ଆପଣଙ୍କର ଜନ୍ମରାଶି ଆପଣଙ୍କ କାନରେ ଫୁସ୍ଫୁସ୍ ହୋଇ କହିଥାଏ, କିନ୍ତୁ ଆମେ ତାକୁ ଶୁଣିବା ପାଇଁ ଚାହୁଁନେ। ଆଜି ସେହି ସତ୍ୟର ପର୍ଦ୍ଦାଫାଶ କରିବାର ଅଛି, ପରନ୍ତୁ ତାହା ପୂର୍ବରୁ ଯଦି ଆପଣ ନିଜ ଆତ୍ମାର ଯାତ୍ରା ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଡେରି ନ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ ମଧ୍ୟ କରିବା ପାଇଁ ଭୁଲିବେ ନାହିଁ। ନମ୍ବର 1, ମେଷ ରାଶି। ମେଷ ଜାତକ ଜୀବନକୁ ଜିଅନ୍ତି ନାହିଁ, ସେମାନେ କେବଳ ଦୌଡ଼ିଥାନ୍ତି। ତାଙ୍କର ଆତ୍ମା ଯେପରି ଜଳନ୍ତା ରଥ ଉପରେ ସବାର ହୋଇଥାଏ। ଉର୍ଜା, ଜୋଶ, ତେଜ ଏବଂ ସେହି ତେଜ କେତେଥର ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ପିଛା ଛାଡ଼ି ନଥାଏ। କୁହାଯାଏ ମେଷ ଜାତକଙ୍କୁ ମୃତ୍ୟୁ ହଠାତ୍ ଆସିଥାଏ, ଯେତେ ଜଲ୍ଦି କ୍ରୋଧ, ଉତ୍ସାହ ଓ ନିର୍ଣ୍ଣୟ ଆସିଥାଏ। ଜ୍ୟୋତିଷରେ କୁହାଯାଇଛି ଅଗ୍ନିତତ୍ତ୍ୱ ଯେବେ ନିୟନ୍ତ୍ରଣରେ ରହିଥାଏ ତେବେ ଜୀବନ ସୁନା ଭଳି ଚମକିଥାଏ, କିନ୍ତୁ ଯେବେ ସେହି ଅଗ୍ନି ନିୟନ୍ତ୍ରଣହୀନରେ ଥାଏ ତେବେ ସେ ପ୍ରଥମେ ସେହି ପାତ୍ରକୁ ଜଳାଇଥାଏ ଯେଉଁଥିରେ ସେ ବନ୍ଦୀ ଥିଲା। ମେଷ ଜାତକଙ୍କର ଜୀବନ ଏପରି ହୋଇଥାଏ। କେବେ ଅଚାନକ ହୃଦୟର ଗତି ଧୀମା ହୋଇଯାଏ ତ କେବେ ହଠାତ୍ ଝଟକା ଲାଗିଥାଏ। 60ରୁ 70 ବର୍ଷ ଆୟୁକୁ ତାଙ୍କ ପାଇଁ ସମ୍ବେଦନଶୀଳ ମନାଯାଇଛି, କିନ୍ତୁ ଅଗ୍ନି ଦିଶାକୁ ସଂଯମରେ ରଖିଲେ ଏହି ଜାତକର ଲୋକେ ବଞ୍ଚିପାରିବେ। ନମ୍ବର 2, ବୃଷଭ ରାଶି। ବୃଷଭ ରାଶି ଶାନ୍ତ ନଦୀ ପରି ଦେଖାଯାଆନ୍ତି। ସ୍ଥିର, ସନ୍ତୁଳିତ ତଥା ଗଭୀର ଓ ବଡ଼ ବଡ଼ ତୋଫାନ ମଧ୍ୟ ସେମାନଙ୍କୁ ହଲାଇ ପାରନ୍ତି ନାହିଁ। ସତ ଏହା ଯେ ସେମାନଙ୍କର ଆୟୁ ଲମ୍ବା ହୋଇଥାଏ। ଆରାମ, ଭୋଗବିଳାସ, ସ୍ୱାଦିଷ୍ଟ ଭୋଜନ ଏବଂ ଭାବନାକୁ ନିଜ ହୃଦୟରେ ଦାବି ରଖିଥିବାରୁ ଏହା ସେମାନଙ୍କ ଶରୀରକୁ ଭାରୀ କରିଦେଇଥାଏ। ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦୟ ସମ୍ବନ୍ଧୀୟ ରୋଗ ଧୀରେ ଧୀରେ ଏମାନଙ୍କ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ଏମାନଙ୍କର ମୃତ୍ୟୁ ଅଚାନକ ହୋଇନଥାଏ, ବରଂ ଲମ୍ବା ରୋଗ କାରଣରୁ ହୋଇଥାଏ। ଶରୀର ଧୀରେ ଧୀରେ ଥକି ଯାଇଥାଏ, ଆତ୍ମା ସଂଘର୍ଷ କରିଥାଏ ଏବଂ ଅନ୍ତ ବହୁତ ଶାନ୍ତ ଓ ଗଭୀର ହୋଇଥାଏ। ବୃଷଭକୁ ବଞ୍ଚାଇପାରେ କେବଳ ଗୋଟିଏ ଜିନିଷ, ତାହା ହେଉଛି ସନ୍ତୁଳିତ ଜୀବନ ଏବଂ ତାହା ଉପରେ ସଂଯମ। ନମ୍ବର 3, ମିଥୁନ ରାଶି। ମିଥୁନ ରାଶି ଦିମାଗରୁ ନୁହେଁ ବରଂ ତୋଫାନରେ ଚାଲିଥାଏ। ଗୋଟିଏ ବିଚାର ନ ସରୁ ସରୁ ଆଉ ଗୋଟିଏ ବିଚାର କରନ୍ତି। ଏମାନଙ୍କର ଦିମାଗ ଶାନ୍ତ ନୁହେଁ। ଏହି ଗଭୀର ଦିମାଗ ସେମାନଙ୍କର ବଡ଼ ତାକତ ଏବଂ ବଡ଼ ଦୁର୍ବଳତା ମଧ୍ୟ ଅଟେ। ଜ୍ୟୋତିଷ ଶାସ୍ତ୍ର କହିଥାଏ ମିଥୁନ ଜାତକ ଅତ୍ୟଧିକ ମାନସିକ ଚିନ୍ତାରେ ବୁଡ଼ି ରହିଥାଏ। ବ୍ରେନ୍ ଷ୍ଟ୍ରୋକ୍, ନର୍ଭସ୍ ସିଷ୍ଟମ ସମସ୍ୟା, ଅତ୍ୟଧିକ ଚିନ୍ତା, ନକାରାତ୍ମକ ବିଚାର ଏମାନଙ୍କ ଶେଷ ଜୀବନର ପ୍ରମୁଖ କାରଣ ହୋଇଥାଏ। ଏମାନଙ୍କର ଆୟୁ 65ରୁ 75 ବର୍ଷ ଭିତରେ ମନାଯାଇଥାଏ। ମିଥୁନ ଜାତକକୁ ବଞ୍ଚାଇପାରେ ଧ୍ୟାନ ଓ ଏକାଗ୍ରତା, କାରଣ ଏମାନଙ୍କର ଦୌଡ଼ିଥିବା ବିଚାର ହିଁ ଏମାନଙ୍କର ଅନ୍ତିମ ସିଢ଼ି ହୋଇଯାଇଥାଏ। ନମ୍ବର 4, କର୍କଟ ରାଶି। କର୍କଟ ରାଶିର ଜାତକ ପାଣିର ଗଭୀରତା ଭଳି ହୋଇଥାଏ। ଉପରେ ଶାନ୍ତ ଓ ଭିତରେ ଗଭୀର ଭାବନାର ତୋଫାନ। ନିଜ ଲୋକଙ୍କ ପାଇଁ ଏମାନେ ସବୁକିଛି ଛାଡ଼ିପାରନ୍ତି। ସମ୍ପର୍କ, ଘର, ପ୍ରେମ ଏମାନଙ୍କ ପାଇଁ ସବୁକିଛି, କିନ୍ତୁ ଏମାନେ ବହୁତ କମ୍ ବରଦାସ୍ତ କରନ୍ତି। ଜ୍ୟୋତିଷ କହିଥାନ୍ତି କର୍କଟ ରାଶିର ମୃତ୍ୟୁ ହୃଦୟ ସମ୍ବନ୍ଧୀୟ ହୋଇଥାଏ, ଡିପ୍ରେସନ୍ କିମ୍ବା ଭାବନା ହରାଇବା ଯୋଗୁଁ ହୋଇଥାଏ। ଏମାନଙ୍କର ଆୟୁ 70ରୁ 80 ବର୍ଷ, କିନ୍ତୁ ଅସଲି କଷ୍ଟ ଶରୀର ସହିନଥାଏ, ହୃଦୟ ସହିଥାଏ। ଏମାନଙ୍କର ଅନ୍ତ ଶାନ୍ତ, ଗଭୀର ଓ ଏକାକୀ ହୋଇଥାଏ। କର୍କଟ ରାଶି ବଞ୍ଚିବାର ଉପାୟ ପୁରୁଣା ସ୍ମୃତିକୁ ଛାଡ଼ିବା, ହୃଦୟକୁ ହାଲକା କରିବା ଏବଂ ଖୁସିକୁ ପ୍ରେମରେ ରଖିବା। ନମ୍ବର 5, ସିଂହ ରାଶି। ସିଂହ ରାଶି ଜାତକ ଜନ୍ମରୁ ରାଜା ହେବା। ଆତ୍ମବିଶ୍ୱାସ, ସାହସ ଓ କରିସ୍ମା ସବୁକିଛି ଏମାନଙ୍କ ଶିରାରେ ବହୁଥାଏ।
ଏହି ଲୋକ ଯେଉଁଠିକୁ ଯାଆନ୍ତି ସେଠାକାର ବାତାବରଣ ବଦଳାଇ ଦିଅନ୍ତି। ଲୋକ ଏମାନଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୁଅନ୍ତି। ଯେତେ ଭବ୍ୟ ଏମାନଙ୍କର ଜୀବନଗାଥା ସେତେ ନାଟକୀୟ ଏମାନଙ୍କର ମୃତ୍ୟୁ। ଜ୍ୟୋତିଷ ଅନୁସାରେ ସିଂହ ଜାତକର ମୃତ୍ୟୁ ହଠାତ୍, ଝଟକେସେ ଏବଂ ବହୁତ ଚମକାଇ ଦେଲା ଭଳି ହୋଇଥାଏ। 70ରୁ 80 ବର୍ଷ ଏମାନଙ୍କର ଆୟୁ ହୋଇଥାଏ। ସିଂହ ଜାତକ ବଞ୍ଚିପାରନ୍ତି ହୃଦୟର ଉପଯୁକ୍ତ ଦେଖଭାଲ କରିବା ଦ୍ୱାରା, ଅନୁଶାସନ, ଆତ୍ମମୂଲ୍ୟ ଉପରେ ସ୍ୱାସ୍ଥ୍ୟକୁ ରଖିବା। ନମ୍ବର 6, କନ୍ୟା ରାଶି। କନ୍ୟା ରାଶିର ଜାତକ ପ୍ରଫେସନରେ ପୂଜାରୀ ଅଟନ୍ତି। ଦୁନିଆ ଏମାନଙ୍କୁ ଅନୁଶାସନ ପ୍ରିୟ, ବୁଦ୍ଧିମାନ ଓ ସମ୍ମାନୀୟ ମାନିଥାଏ। ଏମାନଙ୍କର ଦିମାଗ କେବେ ଶାନ୍ତିରେ ରହିନଥାଏ। ଅତ୍ୟଧିକ ଭାବନା, ବିଶ୍ଳେଷଣ, ପ୍ରତି ଭୁଲକୁ ନିଜ ଉପରକୁ ନେବା, ଏହିସବୁ ମିଶି ତାର ଆତ୍ମାକୁ ଧୀରେ ଧୀରେ ଥମାଇ ଦିଅନ୍ତି। ଶରୀର 80 ବର୍ଷ ପର୍ଯ୍ୟନ୍ତ ଚାଲିଥାଏ କିନ୍ତୁ ମନ 60 ବର୍ଷରୁ ଥକି ଯାଇଥାଏ। ଏମାନଙ୍କର ମୃତ୍ୟୁ ମାନସିକ ଚିନ୍ତା କାରଣରୁ ହୋଇଥାଏ। କନ୍ୟା ଜାତକ ବଞ୍ଚିପାରିଥାଏ ନିଜ ମନ କଥା କୁହନ୍ତୁ, ନିଜ ଉପରେ ଦୟା କରିବା, ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତକୁ ପ୍ରଫେସନ ବନାଇବାର ଜିଦ୍ଦି ଛାଡ଼ିବା। ନମ୍ବର 7, ତୁଳା ରାଶି। ତୁଳା ରାଶିର ଲୋକ ଜନ୍ମରୁ ହିଁ ସନ୍ତୁଳିତ ମାର୍ଗରେ ଚାଲନ୍ତି। ଏମାନେ ସମ୍ପର୍କକୁ ସମ୍ଭାଳିବା, ଲୋକଙ୍କୁ ଯୋଡ଼ିବା, ଏମିତିକି ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳିବାର ଯୋଗ୍ୟତା ରଖିଥାନ୍ତି। ଏମାନଙ୍କର ଦୁର୍ବଳତା, ଏମାନେ ଅନ୍ୟକୁ ଖୁସି ରଖିବା ପାଇଁ ନିଜକୁ କଷ୍ଟ ଦିଅନ୍ତି। ଏହା ଏମାନଙ୍କ ମୃତ୍ୟୁର କାରଣ ପାଲଟି ଯାଇଥାଏ। ଜ୍ୟୋତିଷ କହିଥାନ୍ତି ଏମାନଙ୍କର ମୃତ୍ୟୁ ବଡ଼ ରୋଗ କାରଣରୁ ନୁହେଁ, ବରଂ ହୃଦୟ ସମ୍ବନ୍ଧ କାରଣରୁ ହୋଇଥାଏ। ଏମାନଙ୍କର ଆୟୁ 75 ବର୍ଷରୁ 85 ବର୍ଷ ହୋଇଥାଏ। ଏମାନଙ୍କୁ ବଞ୍ଚାଇପାରେ ନିଜ ଭାବନାକୁ ଗୁରୁତ୍ୱ ଦେବା ଏବଂ ସମ୍ପର୍କଠୁ ଅଧିକ ନିଜ ମନ କଥାକୁ ଶୁଣିବା। ନମ୍ବର 8, ବୃଶ୍ଚିକ ରାଶି। ଏହି ରାଶି 12 ରାଶିମାନଙ୍କ ମଧ୍ୟରୁ ଅଧିକ ଗୂଢ଼ ଅଟେ। ଏମାନଙ୍କର ମନର ଗଭୀରତା କେହି ବୁଝିପାରିନଥାନ୍ତି। ଏମାନେ ନିଜ ମନ କଥା କାହାକୁ କୁହନ୍ତି ନାହିଁ। ଜ୍ୟୋତିଷ କହିଥାନ୍ତି ଏମାନଙ୍କର ମୃତ୍ୟୁ ହଠାତ୍ କୌଣସି ରହସ୍ୟମୟ ରୋଗ କିମ୍ବା କୌଣସି ଗୁପ୍ତ ରୋଗ କାରଣରୁ ହୋଇଥାଏ, ଯାହା ଏମାନେ ବର୍ଷ ବର୍ଷ ଧରି ଲୁଚାଇ ରଖିଥାନ୍ତି। ଏମାନଙ୍କର ଆୟୁ 60 ବର୍ଷରୁ 70 ବର୍ଷ ହୋଇଥାଏ। ଏମାନେ ବଞ୍ଚିପାରିଥାନ୍ତି କୌଣସି ଗୋଟିଏ ଲୋକଙ୍କୁ ଭରସା କରି ନିଜ କଷ୍ଟ ବିଷୟରେ କହିବା ଦ୍ୱାରା। ଏହି ରାଶିର ଲୋକ ବଞ୍ଚିପାରିଥାନ୍ତି। ନମ୍ବର 9, ଧନୁ ରାଶି। ଧନୁ ରାଶି ଜାତକର ଲୋକ ସର୍ବଦା ଯାତ୍ରା, ଜ୍ଞାନ, ଅନୁଭବ ଏବଂ ନୂଆ ରାସ୍ତାର ତଲାସ ସର୍ବଦା କରିଥାନ୍ତି। ଏମାନେ ଗୋଟିଏ ସହରରୁ ଅନ୍ୟ ସହର, ଗୋଟିଏ ଲକ୍ଷ୍ୟରୁ ଅନ୍ୟ ଲକ୍ଷ୍ୟକୁ ଏପରି ଭାବେ ଘୂରି ବୁଲିଥାନ୍ତି। ଏମାନଙ୍କର ଆୟୁ 70ରୁ 80 ବର୍ଷ ହୋଇଥାଏ କିନ୍ତୁ ଏମାନଙ୍କର ଶେଷ ସମୟ କୌଣସି ଅଧୁରା ଲକ୍ଷ୍ୟ ସହିତ ଯୋଡ଼ି ହୋଇ ରହିଯାଇଥାଏ। ଜ୍ୟୋତିଷ କହିଥାନ୍ତି ଏହି ରାଶିର ଲୋକ ନିଜ ଜୀବନ ଗତିର କଏଦୀ ହୋଇଯାଇଥାନ୍ତି। ଶରୀର ଥକି ଯାଇଥାଏ କିନ୍ତୁ ଆତ୍ମା ରହିନଥାଏ। ଏହା ସେମାନଙ୍କର ଅନ୍ତିମ ସମୟର କାରଣ ହୋଇଯାଇଥାଏ। ଏମାନଙ୍କର ମୃତ୍ୟୁ ହଠାତ୍ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ହୋଇଯାଇଥାଏ। ଦର୍ଶକ ବନ୍ଧୁ, ନମ୍ବର 10 ବିଷୟରେ ଜାଣିବା, ଯାହା ହେଉଛି ମକର ରାଶି। ମକର ରାଶିର ବ୍ୟକ୍ତି ତାଙ୍କ ଜୀବନରେ ବହୁତ ଚଢ଼ିଥାନ୍ତି କିନ୍ତୁ ଧୀରେ ଧୀରେ ଉପରକୁ ଉନ୍ନତି କରିଥାନ୍ତି। ଏମାନେ କେବେ କାହା ଆଗରେ ନିଜ କମଜୋରି ପ୍ରକାଶ କରନ୍ତି ନାହିଁ। ଏମାନଙ୍କୁ ଦେଖି ଲାଗିଥାଏ ଏମାନେ ବହୁତ ମଜବୁତ ଅଟନ୍ତି କିନ୍ତୁ ଏହି ମଜବୁତ ବ୍ୟକ୍ତିତ୍ୱ ଏମାନଙ୍କ ଅନ୍ତର ସବୁଠାରୁ ବଡ଼ କାରଣ ହୋଇଯାଇଥାଏ। କାହିଁକି ନା ଏମାନଙ୍କର ମୃତ୍ୟୁ ଧୀରେ ଧୀରେ ଆସିଥାଏ। ଏମାନଙ୍କ ଉପରେ ଚିନ୍ତା, ଦାୟିତ୍ୱର ବୋଝ ଏତେ ବଢ଼ିଥାଏ ଯେ ଶେଷରେ ହୃଦୟ ହିଁ ଏମାନଙ୍କର ସାଥ ଛାଡ଼ି ଦେଇଥାନ୍ତି। ଏମାନଙ୍କର ମୃତ୍ୟୁ ଦୁର୍ବଳ କାରଣରୁ ନୁହେଁ, ବରଂ ଅତ୍ୟଧିକ ମଜବୁତ ଯୋଗୁଁ ହୋଇଥାଏ। ଏମାନେ ଦୁନିଆ ସାମ୍ନାରେ ଠିଆ ହୁଅନ୍ତି କିନ୍ତୁ ଭିତରୁ ଭିତରୁ ସଢ଼ି ଯାଆନ୍ତି। ଏମାନଙ୍କର ମୃତ୍ୟୁ ସମୟ ଶାନ୍ତ ହୋଇଥାଏ। କୌଣସି ନାଟକ ନୁହେଁ, କୌଣସି ଶବ୍ଦ ନୁହେଁ କିମ୍ବା କୌଣସି ଇଚ୍ଛା ନୁହେଁ, ବାସ୍ ମୌନ ବିଦାୟୀ ଏମାନଙ୍କର ହୋଇଥାଏ। ନମ୍ବର 11, କୁମ୍ଭ ରାଶି। ଏହି ରାଶିର ଜାତକ ବହୁତ ଖାସ୍ ହୋଇଥାଏ। ଏମାନଙ୍କର ବିଚାର ଏତେ ଅଲଗା ହୋଇଥାଏ କି ଦୁନିଆ ସେମାନଙ୍କୁ ବୁଝିପାରେ ନାହିଁ।
ଏମାନେ ସର୍ବଦା ଆଗକୁ ବଢ଼ିଥାନ୍ତି, ଭବିଷ୍ୟତକୁ ଆଗକୁ ବଢ଼ାଇଥାନ୍ତି। ଅତ୍ୟଧିକ ଉତ୍ସୁକତା ଏମାନଙ୍କ ମୃତ୍ୟୁର କାରଣ ହୋଇଥାଏ। ଏମାନଙ୍କର ଶେଷ ସମୟ ଦୁନିଆର ଉଥଲପୁଥଲ, ବିଚାରର ଲଢ଼େଇ ଏବଂ ଲଗାତାର ଆଗକୁ ବଢ଼ିବାର ଇଚ୍ଛା ଯୋଗୁଁ ଏମାନେ ମାନସିକ ଓ ଶାରୀରିକ ରୂପରେ ପୂରାପୂରି ଥକି ଯାଇଥାନ୍ତି। ଏମାନଙ୍କର ମୃତ୍ୟୁ ହଠାତ୍ ହୃଦଘାତ ଭଳି ହୋଇଥାଏ। ନମ୍ବର 12, ମୀନ ରାଶି। ମୀନ ରାଶିର ମୃତ୍ୟୁ ଅତି କୋମଳ ହୋଇଥାଏ। ଏମାନଙ୍କର ଶେଷ ସମୟ କୌଣସି ଯୁଦ୍ଧ ଭଳି ନୁହେଁ, ବରଂ ନଦୀ ପରି ହୋଇଥାଏ, ଧୀର, ଶାନ୍ତ ଏବଂ ଶବ୍ଦହୀନ। ମୀନ ରାଶିର ମୃତ୍ୟୁ ବହୁତ ପବିତ୍ର ବୋଲି ବିବେଚନା କରାଯାଇଥାଏ। ଏମାନଙ୍କର ଶେଷ ସମୟରେ ମନ ଧୀରେ ଧୀରେ ଶାନ୍ତ ହୋଇଯାଇଥାଏ ଏବଂ ଆତ୍ମା ନିଜ ସ୍ଥାନକୁ ଫେରିଯାଇଥାଏ। ଦର୍ଶକ ବନ୍ଧୁ, 12ଗୋଟି ରାଶିର ମୃତ୍ୟୁ ସମ୍ବନ୍ଧରେ ଆମେ ଆପଣମାନଙ୍କୁ ଜଣାଇଲୁ। ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ।